ସେଇଟା ଠିକ କଥା କହିଲେ ଆଜ୍ଞା, ବଟ୍ ଆମେ ସେମିତିଆ କିନ୍ତୁ କରିପାରିବେ ନୁହଁ ଯେ ଆମେ ତାଙ୍କୁ ଜବାବ ସେ ଦେଇଛୁ। ଆପଣ ହୁଅନ୍ତୁ କି ମୁଁ ବୁଝିପାରୁଛନ୍ତି? ହୁଅନ୍ତୁ ସେ କଣ୍ଡିସନରେ କିଛି ସେ କଣ୍ଡିସନରେ କହିହବନି କିଛି କରିହବନି ଆଜ୍ଞା, ବୁଝିପାରୁଛନ୍ତି ତ? କାହିଁକି ନା ଲ ତ ଝିଅଙ୍କ ସପୋର୍ଟରେ, ନିଶ୍ଚିତ। ଝିଅ ପିଲାଟି ମିଛ କଥା କହୁ ପଛେ ବି ପୋଲିସ ଆଗ ତାଙ୍କ କଥା ଶୁଣିବେ। କାହିଁକି ନା ସେଠି ଆପଣ ଭାବନ୍ତୁ, ସେ ଯେତେବେଳେ ଗଲେ ଖାଇବା ପାଇଁ, ମତେ ପୋଲିସ ବାଲା ନିଜେ କହୁଛନ୍ତି ଆଜ୍ଞା ଆମେ ବା ନିଜେ ଝିଅକୁ ଡରୁଛୁ। କାଲି ଡେଟରେ ନାଇଁ, ଶୁଣ ସତ କଥା, ମତେ ଏହା ହିଁ କହିଲେ ତାଙ୍କର, କହିଲେ ଆକୁ ଆପଣ କୋଉଠୁ ପାଇଲେ, କୋଉଠୁ ପାଇଲେ ଆକୁ, ଆପଣ ଆକୁ ଏଇଭଳିଆ ଲୋକକୁ ଭଲ ପାଇଥିଲେ, କୋଉଠୁ ପାଇଲେ ଆପଣ ଆକୁ? ନା ଆମେ ବା ଝିଅ ମାନଙ୍କୁ ଡରୁଛୁ, ଆଉ ତମ କଥା କଣ କହିବ? ଆମ ନାଁରେ ଝିଅ ପିଲା, ଆମ ନାଁରେ ବି ଗୋଟେ କଣ, ଆମେ ତାଙ୍କୁ କହିଲେ ଆମ ନାଁରେ ବି ଗୋଟେ ଫଲ୍ସ କେସ୍ ଦେଇଦେବେ। ଆମ ନିୟମଟା ଏଇଭଳିଆ, ନିୟମ ଇଏ ହେଇଯାଇଛି। ଆଗରୁ ଆଇପିସି ଥିଲା, ବର୍ତ୍ତମାନ ତ ବିଏନଏସ୍ ଭାରତୀୟ ନ୍ୟାୟ ସଂହିତା। ଅବଶ୍ୟ ସ୍ତ୍ରୀ ଲୋକମାନଙ୍କ ପାଇଁ ବା ନାରୀଟିଏ ପାଇଁ ବହୁତ କିଛି ନିୟମ କଡାକଡି ଅଛି। ଧୀରେ ଧୀରେ ସେଟାକୁ ଲୋକ ବୁଝିଲେଣି, ଜାଣିଲେଣି, ଏବଂ ଥାନାର ଅଧିକାରୀ ମାନେ ବି ବୁଝୁଛନ୍ତି। ଆପଣ ସେଠୁ ଶୁଣନ୍ତୁ, ସେ ସେଇଠୁ ଆସିନଥାନ୍ତେ, ସେଠୁ ଆସିଲେ କାହିଁକି, ଯିଏ ଏଏସ୍ଆଇ ଯିଏ ଥିଲେ, ସିଏ ତାଙ୍କୁ କହିଲେ କି ମା ତମେ ଯୋଉ ସିଗ୍ନେଚର କରିଛ, ଆପଣ ମତେ ଗୋଟେ କଥା କହନ୍ତୁ, ଚେକ୍ ଯଦି ବାଉନ୍ସ ହୁଏ, ଚେକ୍ ବାଉନ୍ସ ରେ ଯଦି ମୁଁ ଜାଲି ସିଗ୍ନେଚର କରିଦେଇଛି, ତାହେଲେ ସେଥିରେ କଣ ଆସିବ? ଯେ ଏଟା ସିଗ୍ନେଚର ମିସମ୍ୟାଚ୍, ବାଉନ୍ସ ହେଇଛି। ବଟ୍ ଭାବନ୍ତୁ, ସେଠି ଆସିଲା ତାଙ୍କର କି ଇନସଫିସିଏଣ୍ଟ ବାଲାନ୍ସ, 2 to 3 times ଆସିଲା ଇନସଫିସିଏଣ୍ଟ ବାଲାନ୍ସ, ଆଣ୍ଡ ଡିଫରେଣ୍ଟ ଚେକ୍ ରେ ଯୋଉ ଚେକ୍ ସେ ପ୍ରୋଭାଇଡ କରିଥିଲେ, ବୁଝିପାରୁଛନ୍ତି? ସେଠି ଆପଣ ବିଲିଭ କରିବେନି, ଥାନା ବାଲା ତାଙ୍କୁ କହିଲେ କି ସିଗ୍ନେଚର ଯଦି ତମେ ନ କରିଛ, ଦେନ୍ ତମେ ଗ୍ରୋଥ ଆଗକୁ ବଢ, ତମେ ତମର କେସ୍ କର, ଯୋଉଠି ପଇସା ଦବା ନବା ହେଇଥିଲା ସେଠି ଯାଅ, ସେଠି ତମେ କେସ୍ କୋର୍ଟରେ କର। ଯଦି ତମେ 17 ସିଗ୍ନେଚର କରିଛ, ତାହେଲେ ମା ସାଇଣ୍ଟିଫିକ ପାଖକୁ ଯୋଉ ଯିବ ତମ ସିଗ୍ନେଚର ମ୍ୟାଚ୍ ହବା ପାଇଁ, ଆଉ ଯଦି ତମେ 17 କରିଛ, ତାହେଲେ ତମେ ଫସିବ, ତମେ ଦୋଷୀ ଆଜ୍ଞା, ଆଉ ତମକୁ 3 ବର୍ଷ ଜେଲ ହବ ନନ୍ ବେଲରେ, ବୁଝୁଛନ୍ତି? ଆପଣ ବିଲିଭ କରିବେନି, ଏଇ କଥା ଶୁଣିଛନ୍ତି ନା ନାଇଁ, ତାଙ୍କ ମୁହଁରୁ 5 ମିନିଟରେ ଗାୟବ। ସିଏ, ତାଙ୍କ ସାନ ଭାଇ, ଆଉ ତାଙ୍କ ଓକିଲ, ଆଉ ତାଙ୍କ ଡ୍ରାଇଭର, ସେ ଯୋଉ ପୁରୁଷ ବନ୍ଧୁ, ନା ସିଏ ଯାଇନଥିଲେ, ତାଙ୍କର ଯୋଉ 5 ଜଣ ଯୋଉ ଭଦ୍ର ବ୍ୟକ୍ତି ଥିଲେ, ବୁଝୁଛନ୍ତି? ସେ ପୁରା ଗାଡି ଫାଡି ମେଣ୍ଟେନ କରିକି ବୁଲୁଛନ୍ତି, ଆଜ୍ଞା, ପୁରା ସବୁ ଗାୟବ, ସେଠୁ ଆଉ ନାହାନ୍ତି। ଆଉ ତ ଦୂରରେ ରହିକି ଆମେ ଦେଖୁଥିଲୁ, ମୁଁ ଯାଇ ପଚାରିଲି, ମୁଁ ସାର୍ କଣ ପଢେଇଲେ, ଆମେ କଣ ସାର୍ ଏଠି ଠିଆ ହବୁ, ଆମେ କିଛି କରୁନୁ, ମୁଁ ଆଜ୍ଞା ସେଠି ପଢିଛି ମାନେ ଭଦ୍ର ବ୍ୟକ୍ତି ୱିଟନେସ୍, ମୁଁ ଆସିବି ଥାନାକୁ, ତ ସିଏ କାହିଁ ପଳେଇଲେ? ମୁଁ ଯଦି ଠିଆ ଭିତରେ, ସିଏ କାହିଁ ପଳେଇଲେ? ମୁଁ ତ ୱିଟନେସ୍ ଅଛି, ଆପଣ ନିଜେ ବି ଦେଖିପାରିବେ, ମୁଁ ସେଠି ୱିଟନେସ୍ ମୁଁ ଅଛି। ଆପଣ ଅଛନ୍ତି ୱିଟନେସ୍ ରେ, ଫାଷ୍ଟ ୱିଟନେସ୍ ମୁଁ ଅଛି, ବୁଝିପାରିଲେ? ତ କହିଲା ପରେ ନୋଟିସ ତ ଗୁଡେ ଅଛି। ଆପଣ ଶୁଣନ୍ତୁ, ଆପଣ ସେ କହିଲା ପରେ ସେ ତ ପଳେଇଲେ, ସେ କହିଲେ ଆଜ୍ଞା ମୁଁ ଏଇ ପଦଟି କହିବାରୁ ସେ ପଳେଇଲେ। ଯଦି ତମେ ସତରେ, ତମେ ଯଦି ମୋ ନାଁରେ କେସ୍ କରିବା ପାଇଁ ଯାଇଥିଲ, ଆଉ ତମେ ଯଦି ସତରେ ଅଛ, ଠିକରେ ଅଛ, ତାହେଲେ ତମେ କାହିଁ ପଳେଇ ଆସିଲ, ରହିଲନି? ଟୋଟାଲି ନିଜେ କରିନାହାନ୍ତି, ମିଛ କଥା, ବୁଝୁଛନ୍ତି ତ? ଗଲା ମଝିରେ ଆଜ୍ଞା, ଯେତେବେଳେ ଏଠି ବରଗଡ଼ ଥାନା କିଛି ହେଲାନି, ମୋ ନାଁରେ ଆଜ୍ଞା ନୋଟିସ ପଠେଇଲେ। ମୁଁ ହଉଛି ଗୋଟେ ଇଞ୍ଜିନିୟର, ମୁଁ ତାଙ୍କୁ ପ୍ରେମ ଜାଲରେ ଝାଂସା ଦେଇକି ତାଙ୍କୁ ମାନେ ପ୍ରେମ ଜାଲରେ ଫସେଇଥିଲି। ମାନେ ଆପଣଙ୍କ ନାଁରେ ନୋଟିସଟା ଆସିଲା, ଆଜ୍ଞା, ଯେ ଆପଣ ତାଙ୍କୁ ଫସେଇ ଦେଇଛନ୍ତି। ହଁ, ମୁଁ ହଉଛି ଗୋଟେ ଇଞ୍ଜିନିୟର ଆଜ୍ଞା, କିନ୍ତୁ ଆପଣ ତ ଇଞ୍ଜିନିୟର ନୁହଁ ନା, ମାନେ ଭାବନ୍ତୁ, ମୁଁ ହଉଛି ଗୋଟେ ଇଞ୍ଜିନିୟର, ମୁଁ ତାଙ୍କୁ ଫସେଇ ଦେଇଛି। ସେ ନୋଟିସଟା ପଢିବେ ବି, ଆପଣ ଜାଣିପାରିବେ ଯେ ମୁଁ ତାଙ୍କୁ କହିଥିଲି ଯେ ମୁଁ ଗୋଟେ ଇଞ୍ଜିନିୟର, ଆଉ ସେତେବେଳେ ମୋ ସହିତ ମିଶିଲା ପରେ ଜାଣିଲେ ଯେ ମୁଁ ହଉଛି ଗୋଟେ ବେକାରୀ। ସେ ନୋଟିସ ଲେଖା ହେଇଛି, ଆପଣ ଦେଖନ୍ତୁ। ମାନେ ବେକାରୀ ବଡ ଅଦ୍ଭୁତ କଥା। 2021 ମସିହାରେ ନିଜେ ମୁଁ ଗୋଟେ ଚାକିରି କରିଛି, ମୁଁ ସେଥିପାଇଁ ତ ଆପଣଙ୍କୁ ମୋ ସାଲାରୀ ସ୍ଲିପ୍, ମୋ ଜଏନିଂ ଲେଟର, ତାଙ୍କ ଜଏନିଂ ଲେଟର, ତାଙ୍କ ସାଲାରୀ ସ୍ଲିପ୍ ସବୁ ଦେଇଛି ଆପଣଙ୍କୁ, ସବୁ ତ ଦେଖୁଛି ମୁଁ ଏଠି। ଅଦ୍ଭୁତ କଥା ଆଜ୍ଞା। ମୁଁ ଯୋଉ କମ୍ପାନୀ ଚାକିରି କଲି 2020 ରେ, ସେ ଚାକିରି କଲି 2021 ରେ, ମୁଁ ଆଉ ସେ ନୋଟିସ କରିଛନ୍ତି ଯେ ମୁଁ ବର୍ଷ ବେକାର ଥିଲି। ଆଜ୍ଞା, ମୁଁ ବେକାରୀ ଥିଲି, ଗାଡି କିଣା ହେଇଥିଲା, ମୁଁ ଗାଡି କିଣିଲା ବେଳେ ମୋ ବାପା ମା ତାଙ୍କୁ କମିଟମେଣ୍ଟ କରିଥିଲେ ଯେ ଆମ ପୁଅ ଏ ଗାଡି ଚଲେଇକି ରୋଜଗାର କରିବ, ପେଟ ପୋଷିବ, ଆଉ ସେଥିପାଇଁ ତମେ ଟିକେ ଗାଡିଟା ତମ ନାଁରେ ଆମେ କିଣୁଛୁ। ଆଉ 3 ମାସ ପରେ ଗାଡିକୁ ସେ ନିଜ ନାଁକୁ ନେଇ ଆସିବ। ବଡ ଅଦ୍ଭୁତ କଥା। ମୋ ପୁଅ ଗାଡି ଚଲେଇବ, ମୁଁ ମୋର ଇଏ କରିଥାନ୍ତି। ଆଜ୍ଞା, ଗାଡିର ଫଟୋ ବି ତ ମୁଁ ଆପଣଙ୍କୁ ଦେଇଛି, ହେଲା, ଆପଣ ତ ଦେଖିପାରିବେ। ଗାଡି ୟେଲୋ ନମ୍ବର ପ୍ଲେଟ ହବା କଥା, ଯେ ମୁଁ ଗାଡି ଚଲେଇ କମର୍ସିଆଲ, ଆଜ୍ଞା, ବଟ ଆଜ୍ଞା ପ୍ରାଇଭେଟ ଗାଡିରେ ମୁଁ କଣ ପେଟ ପୋଷିବି? ଦରକାର ନାହିଁ, ସେ ହୁଏନି ସେମିତି। ତାପରେ ତାଙ୍କ ଓକିଲଙ୍କୁ ବି ମାନିବାକୁ ପଡିବ ଯେ ସିଏ ଏଭଳିଆ ଓକିଲ ବୁଦ୍ଧିଟା ଅଛି, କାହିଁକିନା ମୁଁ ତ ଓକିଲ ନୁହେଁ। ମୁଁ ଯଦି ଓକିଲ ତାଙ୍କ ଆଗରେ ମୁଁ ଥାନ୍ତି, ମୁଁ କହିନଥାନ୍ତି ଏମିତି କର ବୋଲି। ସେତିକି ବି ନୁହଁ, ସିଏ ସେଥିରେ ମୋ ବାପାଙ୍କୁ 7 ଦିନ ଭିତରେ 15 ଲକ୍ଷ ମାଗିଛନ୍ତି। ଯେହେତୁ ମୋ ବାପା କୁଆଡେ ତାଙ୍କୁ କମିଟମେଣ୍ଟ କରିଥିଲେ ଗାଡି କିଣିଲା ବେଳେ, ଆଉ ତାଙ୍କ ହଁ, ସେଥିରେ ବି ଆହୁରି ଗୋଟେ ଜିନିଷ ମେନସନ କରିଛନ୍ତି ଆଜ୍ଞା, କି ମୋର ପ୍ରଥମ ନୋଟିସରେ ମୋର ଗୋଟେ ଚେକ୍ କପି ଆଙ୍କ ପାଖରେ ଥିଲା, ଯୋଉଟା ସେ ଦେଇକି ଆଙ୍କ ସହିତ ମିଶିକି ମୋ ଏଗେନଷ୍ଟରେ ପ୍ଲାନ କରି ଗାଡିଟାକୁ ନେଇଯାଇଛନ୍ତି, ବୁଝିପାରିଲେ? ଚକ୍ରବ୍ୟୂହ ଲମ୍ବା ହେଇଯାଇଛି। ଆଉ ଗୋଟେ ବି ଲେଖିଛନ୍ତି ସେଥିରେ, ମାନେ ଆଉ ଗୋଟେ ନୋଟିସ ବି ଆପଣ ଦେଇଛି, ଯୋଉଟା ଦେଖିବେ, ସେଥିରେ ବି ମେନସନ ହେଇଛି ଯେ ମୋର ପୁରା ଚେକ୍ ବୁକ୍, ପାସବୁକ୍ ସବୁ ନେଇଯାଇଛନ୍ତି। ଆଚ୍ଛା, ପ୍ରଥମ ନୋଟିସରେ ଆଜ୍ଞା ପୋଲିସ କିଛି ବୁଝିଲେନି, ଲେଖା ହେଇନି। ସେକେଣ୍ଡ ନୋଟିସରେ ଲେଖା ହେଇଛି ପୋଲିସ କିଛି ବୁଝିଲେନି। ପ୍ରଥମ ନୋଟିସରେ ଲେଖା ହେଇନି ଆଜ୍ଞା କି ମତେ ମାରିବା ପାଇଁ ଧମକ ଦଉଛନ୍ତି, ସେକେଣ୍ଡ ନୋଟିସରେ ଲେଖା ହେଇଛି ମତେ ମାରିବା ପାଇଁ ଧମକ ଦଉଛନ୍ତି। ତମେ ଯଦି
ଠିକ ଲେଖିଛ ଠିକ କରିଛ ତାହେଲେ ଗୋଟେ ନୋଟିସ ଦେଇଥାନ। ଆଜି ଗୋଟେ ନୋଟିସ କାଲି ଗୋଟେ ନୋଟିସ। ନୋଟିସର ରିପ୍ଲାଏ ନଦେଲେ ତମେ ଆଉ ଗୋଟେ ନୋଟିସ ପଠେଇବା କଥା। ତମେ ଦିଟା ନୋଟିସ ମତେ ପଠଉଛ ମୋ ଘରକୁ, ପୁଣି ଡିଫରେଣ୍ଟ କ୍ଲଜ ୟୁଜ କରିକି। ବୁଝିପାରୁଛନ୍ତି? ହଁ ହେଇଗଲା ଏକାଥରେ, Then- କାହିଁକିନା ଆପଣ ଚୋରି କରିଦେଲେ ଗାଡି, ହଁ। ତାପରେ ଆପଣ ଯେତେବେଳେ ମୁଁ ପରାମର୍ଶ ନେଲି ମୋ ଓକିଲଙ୍କର, ଓକିଲ କହିଲେ ଯେ ଏଥିରେ ସେ ନିଜେ ହିଁ ଫସୁଛନ୍ତି ଆଉ କିଛି ନୁହଁ, ତମେ ହଁ। କିଛି ତାର ରିପ୍ଲାଏ ଦେବା ଦରକାର ନାହିଁ। କିଛି ଦରକାର ନାହିଁ। ମୁଁ ଦେଲି ହିଁ ନାହିଁ। ଭାବନ୍ତୁ, ସେଇଥିପାଇଁ ସେଠିକି ଗଲେ। ଦେନ୍ ତାପରେ ସେ ତାଙ୍କର ଗାଡିର ମାନେ ଯୋଉ କୁହନ୍ତିନି କାନମୁଣ୍ଡି, ମାନେ କାନମୁଣ୍ଡ ଆଉଁସିକିରି ମାନେ ଯେତେ କଲେ ଫସେଇବା। କାହିଁକି ଦେଖନ୍ତୁ ଆଜ୍ଞା, ଭଗବାନ ବୋଲି ଜଣେ ଉପରେ ଅଛନ୍ତି ହଁ, ଆଜ୍ଞା। ଯୋଉଟା ଠିକ ସେଟା ଠିକ, ମୁଁ ଯୋଉଟା ଆଜ୍ଞା ଭୁଲ ଭୁଲ। ଠିକରେ ଅଛି ବୋଲି ମୁଁ ବଞ୍ଚିଗଲି।